ଏକ ଛୋଟ ଜଙ୍ଗଲରେ ଯେଉଁଠାରେ ସାପ ଏବଂ ବେଙ୍ଗ ରହୁଥିଲେ। ଦୁହିଁଙ୍କ ମଧ୍ୟରେ ଏକ ପୁରୁଣା ଶତ୍ରୁତା ଥିଲା। ସାପଟି ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପ୍ରାଣୀ ଥିଲା ଏବଂ ସେ ଅନୁଭବ କଲେ ଯେ ସେ କାହାକୁ ପରାସ୍ତ କରିପାରିବେ। ଯେତେବେଳେ ବେଙ୍ଗ ଛୋଟ ଏବଂ ଦୃଶ୍ୟରେ ଦୁର୍ବଳ ସାପ ସହିତ ଯୁଦ୍ଧ କରିବାକୁ ସର୍ବଦା ପ୍ରସ୍ତୁତ ଥିଲା, କାରଣ ସେ ଜାଣିଥିଲେ ଯେ ଚତୁରତା ଦ୍ୱାରା ଯେ କୌଣସି ଅସୁବିଧାରୁ ରକ୍ଷା ପାଇପାରିବ। ଦିନେ ଜଙ୍ଗଲରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହେଲା। ସାପ ଏବଂ ବେଙ୍ଗ ପରସ୍ପର ବିପକ୍ଷରେ ଠିଆ ହୋଇଥିଲେ। ସାପ କ୍ରୋଧରେ କହିଲା, ତୁମେ ଏତେ ଛୋଟ, ତୁମେ ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ବେଙ୍ଗ ଉତ୍ତର ଦେଲା, ତୁମେ ଯେତେ ବଡ଼ ଏବଂ ଶକ୍ତିଶାଳୀ ହୁଅ ନା କାହିଁକି, ତୁମକୁ ମୁଁ ହରାଇଦେବି। ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ ହେଲା ଏବଂ ଯୁଦ୍ଧ ଆରମ୍ଭ ହେଲା। ସାପ ତାର ଲମ୍ବା ଶରୀରକୁ ଘୁଞ୍ଚାଇ ବେଙ୍ଗ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କଲା, କିନ୍ତୁ ବେଙ୍ଗଟି ବହୁତ ଚକିତ ଥିଲା। ସାପ ଆକ୍ରମଣରୁ ସେ ସହଜରେ ରକ୍ଷା ପାଇପାରୁଥିଲା। ସାପର କ୍ରୋଧ ବଢ଼ିଗଲା ଏବଂ ସେ ପ୍ରତ୍ୟେକ ଥର ଆକ୍ରମଣ କରିବ, କିନ୍ତୁ ବେଙ୍ଗ ତାଙ୍କର ସମସ୍ତ ଆକ୍ରମଣକୁ ଏଡ଼ାଇବାରେ ସଫଳ ହେଇଥିଲା। ଯୁଦ୍ଧରେ କିଛି ସମୟ ପରେ ସାପ କ୍ଳାନ୍ତ ହେବାକୁ ଲାଗିଲା, କିନ୍ତୁ ବେଙ୍ଗ ତାଙ୍କ ଜ୍ଞାନ ବ୍ୟବହାର କରିବାକୁ ଲାଗିଲା। ଏକ ସମୟ ଆସିଲା ଯେତେବେଳେ ସାପ ଏକ ଶକ୍ତିଶାଳୀ ଆକ୍ରମଣ କଲା ଏବଂ ବେଙ୍ଗକୁ ଧରିବା ପାଇଁ ତାର ସମସ୍ତ ଶକ୍ତି ବ୍ୟବହାର କଲା, କିନ୍ତୁ ବେଙ୍ଗ ହଠାତ୍ ପୋଖରୀକୁ ଡେଇଁ ପଡ଼ିଲା। ପୋଖରୀର ପାଣିରେ ସାପର ଶରୀର ଭାରୀ ହୋଇଗଲା ଏବଂ ଏହା ଭିତରୁ ବେଙ୍ଗଟି ଖସିଯିବାକୁ ଲାଗିଲା। ସାପ ବହୁତ ଚେଷ୍ଟା କଲା, କିନ୍ତୁ ପୋଖରୀରୁ ବାହାରି ପାରିଲା ନାହିଁ। ପୂର୍ବରୁ ପୋଖରୀରେ ଲୁଚି ରହିଥିବା ବେଙ୍ଗ ସାପର ଅବସ୍ଥା ଦେଖୁଥିଲା। ସେ ଆଉ ସାପକୁ ଭୟ କରୁନଥିଲା, କାରଣ ସେ ଜାଣିଥିଲେ ଯେ ତାଙ୍କର ଶତ୍ରୁ ଶକ୍ତି ସର୍ତ୍ତରେ ଚତୁରତା ଏବଂ ଜ୍ଞାନ ଦ୍ୱାରା ପରାସ୍ତ ହୋଇଛି। କିଛି ସମୟ ପରେ ସାପ ତାଙ୍କର ପରାଜୟକୁ ଅନୁଭବ କଲା। ସେ ଦେଖିଲେ ଯେ ସେ ନିଜ ଶକ୍ତି ସହିତ କିଛି ହାସଲ କରିପାରିବେ ନାହିଁ। ସେ ଧୀରେ ଧୀରେ ପୋଖରୀ କୂଳକୁ ଆସି ବେଙ୍ଗକୁ କହିଲା, ତୁମେ ମୋତେ ପରାସ୍ତ କରିଛ କାରଣ ତୁମେ ତୁମର ଚତୁରତା ସହିତ ମୋତେ ରକ୍ଷା କରିଛ। ମୁଁ ବୁଝିପାରିଛି ଯେ କେବଳ ଶକ୍ତି ନୁହେଁ, ବୁଦ୍ଧି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବେଙ୍ଗ ହସି ହସି ଉତ୍ତର ଦେଲା, ତୁମେ ବହୁତ ଶକ୍ତିଶାଳୀ, କିନ୍ତୁ ବେଳେବେଳେ ଆମ ଶକ୍ତି ଅପେକ୍ଷା ଆମର ବୁଦ୍ଧି ଉପରେ ଅଧିକ ବିଶ୍ୱାସ କରିବାକୁ ପଡ଼ିବ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ବେଳେବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ହେଲେ ଆମେ ଆମର ଶକ୍ତି ବ୍ୟବହାର କରିବା ଉଚିତ ନୁହେଁ, ବରଂ ଆମର ଜ୍ଞାନ ଏବଂ ବୁଝାମଣା। ଶକ୍ତି ସବୁବେଳେ ସମସ୍ୟାର ସମାଧାନ ନୁହେଁ, କିନ୍ତୁ ସଠିକ ଚିନ୍ତାଧାରା ଏବଂ ଚତୁରତା ସହିତ ଆମେ ଯେକୌଣସି ଅସୁବିଧାକୁ ଦୂର କରିପାରିବା।